गुड मॉर्निंग जय जगन्नाथ आमे भी बाहर की आउछु एपटे परा ये रास्ता भूली जो नानी आमे भी केडी से आगर टेकी चली बेस ना साथी चा पिया पे सकाळ सकाळ सब बाहर बरा की रेडी छु चलती सकाळ सकाळ समस्त चा पीउछंती तो फ्रेंड्स आम भी ब्रह्मपुर टाउन छाड़ुचु आम भी जाऊँ तप्तपाणी रास्ता टिफिन करके जीवा तप्तपाणी कौन तप्तपाणी देखे भी सेटा कले मुई जानी ना थैंक यू फॉर ब्रह्मपुर म्युनिसिपालिटी आम पारी गले ब्रह्मपुर विदाय सरी गला विदाय बाहरी आसिले आमे लीलुड़ी खाइबू तो केते माछ देखते पार्टी सुनी से केते होउचंती केते सुंदर देखा होची एठी गोटे नदीटा पाइलु एठी रास्ता रे देखते से बहुत लोग गाधौचंती मंदिरटा अधे अछि आ एठी माछ बहुत सुंदर सुंदर खंड केते पहरुचंती हम एठी जलखिया किनी नै आस्तिलु बिना प्याज रसुन आ एटा भेज चाउमीन आनथिलु खाली किस पडिछि को स्वीट कॉर्न एटा तो पैकिंग टा केते कहचन देखन तो ए पेपर रे दोचन सब तापर थाली रखछन तापर दोचन एम पेपर दोचन तो थाली दोचन तापर पेपर देकी तापर खाइबो दोचन बढ़िया माने सिस्टम अछि तांकर एटा आ इट सब हम जलखिया कले सब मुड़ी खाउचंती खाउ चिप्स खाउ दिन मत मना करे मुड़ी खाइते गुळीते बोरा एटी सुंदर व्यू पूरा एंजॉय करके खिया होछि छुआ को बरा कर दियो ता ये को सोमवार साधारण बढ़िया करछो ना अन्ने सादार खाते ओनु धाजो तार भी खाचो सोमवार आज सोमवार तार भी सोमवार पानी बढ़िया पानी हमें तप्तपाणी जाऊचे तो घाटी रे उठुचे घाटी रास्ता आरंभ हे ही गला बढ़िया सीनेरीटा मस्त खाउची मस्त देखाउची मस्त मस्त तप्तपाणी पाखे पहुँची गले एटा जमी नॉर्मल घाटी रास्ता लगे सेमती टाइप ये देखु मंदिर पहुँची गले आठी सब दुकान बस मंदिर दर्शन करवा कंधुनी कंधुनी देवी पीठ गोटा ओहो कंधुनी देवी पीठ सामना देखते पाथे सामनाटा पानी उष्मा प्रमाण चलत जीवा चलत मंदिर भीतर को माँ को पाखक माँ कंधुनी देवी पीठ ततला थी घंटा पूरा ना तीन मुठा वाली पानी केते परिष्कार देखु ततला थी ना ना एटा नुहे आउ एठी नुहे से बाटे अछि एटा खाली कुंडो पानीटा ओहो कुंडो पानीटा तीन अंडला पानी नहीं कि पूजा करछन एठी क्लोज करू जे ठाकुर से ठाकुर पर एटा बुड़ बुड़ कंदुनी आपे आपे बुड़ बुड़ होची कि पूजा करछन मामा आज्ञा जाउची गो केवल एटा होची पानीटा होची
ଉଷୁମ ପାଣି ବାଲି ଏଇଟା ସେତି ନରମଜା କରୁଛନ୍ତି ଏଇଟା ଉଷୁମ ପାଣି ନା ହଁ ଆଜ୍ଞା ଫୁଟକୁଣି ଘାଟି ଫୁଟକୁଣିରୁ ପଡ଼ୁଛି ଏମିତି ଫୁଟିଲା ପାଣିଟା ବାହାରେ ପଥର କୋଡ଼ରୁ ବାହାରୁଛି ଦେଖୁନୁ ମୁଁ କହିଲି ସିଆଡ଼େ ଆହୁରି ଅଛି ଚାଲ ଚାଲ ଗୋଟେ ଭିଡ଼ିଓ କରୁଛ ଏଇଟା ଦେଖୁନୁ ଗପ କବ କବ ହଉଛି ପରା ସେଇଠି ଭିତରେ ବସିଛନ୍ତି ସେମାନେ ପୁଅ ଛୁଆ ଯେ ଠିଆ ହେଇଛନ୍ତି ନା ତାକୁ ପଛଆଡ଼େ ଦେଖ ବଡ଼ ବଡ଼ ବବୁଲ କେମିତି ହଉଛି ତତଲା ପାଣି ଆଉ ତୁ ହାତ ମୁଛ ବାବୁନି କେଲା ପଡ଼ି ଯିବ ଖାତେ 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 ତତଲା ପାଣି ଦେଖ କେମିତି ତତଲା ପାଣି ନା ଚାଲ ଖସରା ଅଛି ଚାଲ ସେଟା ଭିଡ଼ିଓଟା କର ସେ ମନ୍ଦିରଟା ବି ଭିଡ଼ିଓ କରିଦେବ ନା ଭିଡ଼ିଓ ହେଇଛି କହିଲେ ତାଙ୍କର ଭିଡ଼ିଓଟା କର ପ୍ଲସ୍ ମନ୍ଦିର ଭିଡ଼ିଓଟା କର ଜାଗାଟା ତ କରିସାରିଛେ କରିକି ତ ଆସିଲେନି କହିଦେ ଟିକେ ସେ ଯେଉଁ ବୁଡ଼ୁଥିଲେ କି ପାଇଁ ବୁଡ଼ୁଥିଲେ ହଁ ସେ ଯୋଉ ବୁଡୁଥିଲେ ସେ ଭିତରେ କହିଦିଅ କି କହିଦିଅ ପାଣିରୁ କାଢୁଥିଲେ କି ମାଟି ବାଲିକା ଯାହାହେଲେ ଫଳ ଓହୋ ହଁ ସିଏ ଚିହ୍ନି ପାରିବେ ଖାଲି ଜାଣିବା ଲୋକ କାଢିପାରିବେ ଅନାବନା ଲୋକ ହଁ ସେ ବି ଘାଣ୍ଟୁଛନ୍ତି ସେ ସେତେବେଳୁ ସେ ଖାଇଲେ একদম মানে তার এটা ইয়ে ଅଛି ମାଙ୍କର ଅଛି ହଁ ସେଥିପାଇଁ କେତେ ଯାହାର ମାନସିକ କିଏ ରଖିବେ କିଏ କ'ଣ ମନରେ ଇଚ୍ଛା କଲେ ସେଟା ବାନ୍ଧି ଯାଉଛନ୍ତି ପୂରଣ ହେଲେ ଆହୁରି ଆସିବେ ତାଙ୍କର ଯେଉଁଟା ମହାପ୍ରଭୁ ଭଗବାନ ଯେଉଁଟା ଦେବେ ଯାତ୍ରାଟା ସବୁଦିନ ଏମିତିକା ହଁ ବର୍ଷେ ଯାକ ତମେ ଯେତେବେଳେ ଶୀତ ବର୍ଷା ଖରା ସବୁଦିନ ଗରମ ପାଣି ତା ନା ଆସିବେନି ତପ୍ତ ପାଣି ତାହେଲେ ଏଇଠି କେବଳ ବାବା ହିଁ ପୂଜା ପାଆନ୍ତି ସେ ମା ବସୁଛନ୍ତି ଯେ ସେଇଠି ସେଇ ଯୋଉ ପାଣି ଭିତରେ ଅଛନ୍ତି ମା ସିଏ ଅଛନ୍ତି ଚାଲନ୍ତୁ ଆପଣଙ୍କୁ ଦର୍ଶନ କରିଦେବା ଟିକେ ଆଉ ଏଠି ସେଠି ମାଆଙ୍କୁ ଯୁଆ ମାନେ ଦର୍ଶନ କରିକି ଆସିଲୁ ଶିବ ବାବା ଆଉ ଇଏ ହେଉଛି ଆମ ତପ୍ତ ପାଣି ଏଠି ସବୁଦିନ ଥଣ୍ଡା ବର୍ଷା ମାନେ ଖରା ସବୁଦିନ ପାଣି ତାତିକି ପୁରା ରହିଥାଏ ଆଉ ମାଆ ଏଠି ପ୍ରତ୍ୟକ୍ଷ ଠାକୁର ଯାହାର ପିଲା ଛୁଆ ନ ହୁଏ ସେମାନେ ମାନସିକ ରଖିକି ସେ ବାଲି ଉଠେଇକି ତା ଭିତରେ କ'ଣ ଫଳ ବାହାରେ ଯିଏ ବାଛୁଛନ୍ତି ସେ ନନା ଜାଣିଥିବେ ସେ ଫଳଟା ଖାଇଲେ ପିଲା ଛୁଆ ହୁଏ ତ ଏଇଟା ଯାହା ମାଆଙ୍କର ସବୁ ମାନେ ସମସ୍ତେ କହୁଛନ୍ତି ନନା ବି କହିଲେ ଆମେ ଶୁଣିଲୁ ଆମେ ତ କିଛି ଜାଣିନଥିଲୁ ତ ଆପଣ ଦେଖାଉଛି ବାବାଙ୍କ ଦର୍ଶନ ଏଇ ସୋମବାର ଶିବ ବାବାଙ୍କୁ ଭାବୁଥିଲେ ଏଇ ସୋମବାର ଦର୍ଶନ କରିହେବନି ଶିବ ବାବାଙ୍କ ଦର୍ଶନ ହେଇଗଲା ଚାଲନ୍ତୁ ଦେଖ ଆଜି ବୈଶାଖ ମାସ ଲାଷ୍ଟ ସୋମବାରରେ ଆମ ବାବାଙ୍କୁ ଦର୍ଶନ କରିଦେଲୁ ବହୁତ ଶାନ୍ତି ଲାଗିଲା ଯାହା ହଉ ଆମେ ଭାବୁଥିଲେ ମନ୍ଦିର ଟିକେ ଯାଇପାରିଲୁନି ପ୍ରତ୍ୟକ୍ଷ ଠାକୁର ଏ ମା ଆଉ ସେ ଦେଖୁଥିଲେ ସେ ଯେଉଁ ବୁଡ଼ୁଥିଲେ ତାଙ୍କର ବୋଧେ କିଛି ଥିଲା ମାନସିକ ଯେହେତୁ କି ସେ ବାଲିରୁ ସେ ଫଳ ଖୋଜୁଛନ୍ତି ସେ ନନା ଆଉ ସେ ବାଲି 3 ଥର କାଢ଼ୁଛନ୍ତି ବୁଡ଼ିକି ତା ଭିତରୁ ତ ଏଇଟା ପ୍ରାୟ ସମସ୍ତଙ୍କ ମାନସିକ ପୂର୍ଣ୍ଣ ହେଉଛି ସେଇପାଇଁ ସମସ୍ତେ କରୁଛନ୍ତି ମୋତେ ଦେଖିଲାକୁ ମାନେ ଡର ମାଡ଼ୁଛି ଯେଉଁ ପାଣି ତାତଲା ପାଣି କୁଣ୍ଡରେ ପଶୁଛନ୍ତି ତାପରେ କି ଖରାରେ ତାତି ହେଇଛି ତ ଏଇଟା ହେଉଛି ମାଆଙ୍କ ମନ୍ଦିର ଏଇଟା ଆମର ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଭିତରେ ଗୋଟେ ଗାଁ ମାନେ ଜାଗାଟା ନା ତ ତପ୍ତ ପାଣି କହୁଛନ୍ତି ତ ଆପଣ ସବୁ ଜାଣିଥିବେ ଯେଉଁମାନେ ଜାଣିନାହାନ୍ତି ଆସନ୍ତୁ ମାଆଙ୍କ ଦର୍ଶନ କରିକି ଯାଆନ୍ତୁ ଯାହାର ମାନସିକ ଅଛି ଏଇଠି କଏନ୍ ପକେଇଦିଅ ମାଆଙ୍କ ପାଖରେ ହଁ 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 ବେଶୀ ଉଠୁଛି ସେଇ ଜାଗାଟା ଯେ ଠିଆ ହେଇଥିଲେ ଯେଠି ସେଇ ନେଇ ମାଆଙ୍କ ନାଁ ହେଉଛି ତ ଏଇଠି ଗବ ଗବ ହେଇକି ଫୁଟୁଛି ଦେଖ ଏଇ ଜାଗାଟା କେତେ ବଡ଼ ବଡ଼ ସେଇ ମାଆଙ୍କ ସାଇଡ଼ରେ ଦେଖ ସେଇ ବଡ଼ ଯୋଉ ପଥର ବସିଛନ୍ତି ସେଇ ମାଆଙ୍କ ସାଇଡ଼ରେ ଦେଖ ମାଆଙ୍କ ସାଇଡ଼ରେ ଫୁଟୁ ଟୁଟୁ ହେଇ ଉଠୁଛି ଦେଖଛ ନା ଫୁଟୁଛି ପାଣିଟା ଧରା ସେଇଠି ବେଶୀ ଗରମ ପରା ଆପେ ଆପେ ଏମିତି ମାନେ ପାଣିଟା ଫୁଟି ଫୁଟି ହେଇଗଲା ମନ୍ଦିର ଏବେ ଚାଲିଲୁ ଆମେ କ'ଣ ଯିବା କୋଉଠି ନେପାଳ ମାନଙ୍କର କି ମନ୍ଦିରଟା ଗୋଟେ କହିଲେ ସେଟା କି ମନ୍ଦିର ଗୋଟେ କହିଲେ କି ଆଉ ଗୋଟେ ମନ୍ଦିର ଯିବା ଏବେ କି ମନ୍ଦିରରେ ଯିବା ନା କି ବୁଦ୍ଧ ମନ୍ଦିର ଯିବା ଏବେ ତ ଏଇଟା ଆମ ଦର୍ଶନ ହେଇଗଲା ମାଆଙ୍କ ପାଖରେ ବହୁତ ଖୁସି ଲାଗିଲା ଶାନ୍ତି ଲାଗିଲା ମାଆଙ୍କୁ ଦର୍ଶନ କରିକି ଆମର ଏବେ ସରିଗଲା ମାଆଙ୍କ ପାଖରେ ଦର୍ଶନ ଏବେ ଆମେ ଯିବା ଆଉ ଗୋଟେ ଜାଗାକୁ ବହୁତ ସୁନ୍ଦର ଲାଗିଲା ମାଆଙ୍କ ଦର୍ଶନ କରିକି ସମସ୍ତେ ବହୁତ ଖୁସି ହେଲେ ଆଗେ ଚାଲିଛି ଦେଖ ଏକଲା ଏକଲା ଚାଲନ୍ତୁ ସୁନ୍ଦର ଜାଗାକୁ ତ ଯାଇକି ଆପଣଙ୍କୁ ଦେଖେଇବା